ପ୍ରକୃତରେ ଯଦି ସ୍ୱାମୀ ସ୍ତ୍ରୀର ସମ୍ପର୍କ ଅତି ନିବିଡ଼ ହୋଇଥାଏ, କୌଣସି ସ୍ୱାମୀ ହେଉ ବା ସ୍ତ୍ରୀ ଯାହାର ବି ଦେହ ଖରାପ ହେଉ ବା କୌଣସି ଅସୁବିଧାର ସମ୍ମୁଖୀନ ହୁଏ, ଉଭୟଙ୍କର ମନ ଦୁଃଖ ହୋଇଥାଏ ବା ପରସ୍ପର ଆତ୍ମାକୁ କଷ୍ଟ ଦେଇଥାଏ। କିନ୍ତୁ ଯେଉଁମାନେ ଏତେ ଗୁରୁତର ବୋଲି ସ୍ୱାମୀ ହେଉ କି ସ୍ତ୍ରୀ ଗୁରୁତର ବୋଲି ଭାବନ୍ତି ନାହିଁ, ତାହେଲେ କାହାର କିଛି ଅସୁବିଧା ହେଲେ ସେଗୁଡ଼ାକ କିଛି ତାଙ୍କର ଫରକ ଆସେ ନାହିଁ। କାହିଁକି ନା ସେମାନେ ଯେତେବେଳେ ଚାରିଆଡ଼େ ବୁଲି ଖାଇବାର ଅଭ୍ୟାସ ହେଇଗଲାଣି, ତ କିନ୍ତୁ କାହାର କିଛି ଫରକ ଆସେ ନାହିଁ। କାହିଁକି ନା ସେମାନଙ୍କର ଭାବନ୍ତି ଜଣେ ମରିଗଲେ ବି ସ୍ୱାମୀ ବା ସ୍ତ୍ରୀ ତାଙ୍କ ଭିତରୁ ଯିଏ ବି ମଲେ ତାଙ୍କ ପାଇଁ ଅଲଗା ଲୋକ ଅଛନ୍ତି।